ସମସ୍ତଙ୍କୁ ଦୁର୍ଗା ମାତାଙ୍କ ନବରାତ୍ରି ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା। ଚାଲନ୍ତୁ ଆଜି ମାତାଙ୍କୁ ମନେ ପକାଇ ମାତାଙ୍କର ନାମ ସ୍ମରଣ କରି ଆରମ୍ଭ କରିବା ଆଜିର ଭିଡ଼ିଓ। ଚାଲନ୍ତୁ ଆଜି ଦେଖିବା ଦୁର୍ଗା ମାତାଙ୍କର ଚତୁର୍ଥ ଅବତାର ମାତା କୁଷ୍ମାଣ୍ଡାଙ୍କ ବିଷୟରେ ଜାଣିବା। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଶୁଣନ୍ତୁ। ଯଦି ପସନ୍ଦ ଆସିବ ତାହେଲେ ସେୟାର କରନ୍ତୁ, ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ। ତାହେଲେ ଚାଲନ୍ତୁ ଶୁଣିବା। ମାତା ଦୁର୍ଗାଙ୍କର ଚତୁର୍ଥ ଅବତାର ହେଉଛନ୍ତି ମାତା କୁଷ୍ମାଣ୍ଡା। ମାତାଙ୍କର ରଙ୍ଗ ଗୌରବର୍ଣ୍ଣ ଅଟେ। ମାତାଙ୍କର ଶରୀର ତେଜମୟ ଦିଶୁଥାଏ। ମାତାଙ୍କର ଟିକିଏ ହସରେ ସାରା ବ୍ରହ୍ମାଣ୍ଡର ସୃଷ୍ଟି ହୋଇଛି। ମାତାଙ୍କର 8ଟି ହାତ ଅଛି, ଯେଉଁଥିରେ କି କମଣ୍ଡଲୁ, ଧନୁଷ, ବାଣ, କମଳ ପୁଷ୍ପ, ଅମୃତ କଳସ, ଶଙ୍ଖ, ଚକ୍ର, ଗଦା, ଜପମାଳା ହାତରେ ଧରିଥାନ୍ତି। ମାତାଙ୍କର ବାହନ ସିଂହ। ମାତାଙ୍କୁ ଯିଏ ଭକ୍ତି କରିବ, ଆୟୁ, ଯଶ ଏବଂ ବୁଦ୍ଧି ପ୍ରାପ୍ତ ହୋଇଥାଏ। ମାତା କୁଷ୍ମାଣ୍ଡାଙ୍କ ଅବତାର ସେହି ସମୟରେ ହୋଇଥିଲା, ଯେଉଁ ସମୟରେ କି ସାରା ବ୍ରହ୍ମାଣ୍ଡର ସୃଷ୍ଟି ବା ରଚନା ବି ହୋଇନଥିଲା। ସାରା ବ୍ରହ୍ମାଣ୍ଡର ସୃଷ୍ଟି କି ରଚନାର ଆଗରୁ ସମସ୍ତ ବ୍ରହ୍ମାଣ୍ଡ ଅନ୍ଧକାରମୟ ଥିଲା। ମାନ୍ୟତା ଅଛି କି ମାତା କୁଷ୍ମାଣ୍ଡାଙ୍କର ଗୋଟେ ହସରେ ସାରା ବ୍ରହ୍ମାଣ୍ଡ ସୃଷ୍ଟି ହୋଇଥିଲା। ସାରା ବ୍ରହ୍ମାଣ୍ଡକୁ ସୃଷ୍ଟି ଆଉ ରଚନା କରିଥିବାରୁ ତାଙ୍କ ନାମ ହେଲା ମାତା କୁଷ୍ମାଣ୍ଡା। ମାତା କୁଷ୍ମାଣ୍ଡାଙ୍କର ସ୍ୱରୂପ ରୂପକୁ ସ୍ୱରୂପା ଆଦିଶକ୍ତି ବି କହିଥାନ୍ତି। ମାତା କୁଷ୍ମାଣ୍ଡା ଆସିବା ପୂର୍ବରୁ ସାରା ବ୍ରହ୍ମାଣ୍ଡର ଅସ୍ତିତ୍ୱ ହିଁ ନଥିଲା। ମାତା କୁଷ୍ମାଣ୍ଡା ସୂର୍ଯ୍ୟ ଲୋକରେ ବାସ କରନ୍ତି। ସୂର୍ଯ୍ୟ ଲୋକରେ ରହିବା ପାଇଁ ଖାଲି ଶକ୍ତି ମାତା କୁଷ୍ମାଣ୍ଡାଙ୍କ ପାଖରେ ଅଛି। ମାତା କୁଷ୍ମାଣ୍ଡାର ତେଜକୁ କୌଣସି ଦେବାଦେବୀ ସାଙ୍ଗରେ ବି ତୁଳନା କରାଯାଇ ପାରିବ ନାହିଁ। ସେ ହେଉଛନ୍ତି ତେଜମୟୀ ଦେବଶକ୍ତି। ଯେଉଁ ଭକ୍ତମାନେ କୌଣସି ନୂଆ କାମ କରିବାକୁ ଚାହୁଁଛନ୍ତି, ଜୀବନରେ ସୁଖ ଶାନ୍ତି ଆଉ ସଫଳତା ପାଇବା ପାଇଁ ଚାହୁଁଛନ୍ତି, ତେବେ ମାତା କୁଷ୍ମାଣ୍ଡାଙ୍କୁ ପୂଜା କରନ୍ତୁ। ମାତା କୁଷ୍ମାଣ୍ଡାଙ୍କୁ ପୂଜା କଲେ ରୋଗ ଶୋକ ଦୂର ହୋଇଥାଏ। ଯାହା ବି ଶରୀରରେ ଯନ୍ତ୍ରଣା ହେଉଥାଉ ନା କାହିଁକି ଦୂର ହୋଇଯାଏ। ଭୌତିକ ଆଧ୍ୟାତ୍ମିକ ସୁଖ ପ୍ରାପ୍ତ ହୋଇଥାଏ। ମାତା କୁଷ୍ମାଣ୍ଡାଙ୍କୁ ସୁରା ସମ୍ପୂର୍ଣ୍ଣ କଳସମ୍ ରୁଧିରାତ୍ ପୂତମେବ ଚ ଦଦାନାହସ୍ତୁ ପଦାଭ୍ୟା କୁଷ୍ମାଣ୍ଡା ଶୁଭଦାସ୍ତୁ ମେ ମନ୍ତ୍ର ଜପ କରନ୍ତୁ। ଅର୍ଥାତ୍ ମାଙ୍କୁ ଆଶୀର୍ବାଦ ମାଗି କୁହନ୍ତୁ, ହେ ମା, ଅମୃତ କଳସ ଧାରଣ କରିଥିବା ମା, ପଦ୍ମ ଫୁଲଯୁକ୍ତ ତେଜମୟୀ ମା କୁଷ୍ମାଣ୍ଡା ସମସ୍ତଙ୍କୁ ଶୁଭ ଫଳ ପ୍ରଦାନ କରନ୍ତୁ। କୁଷ୍ମାଣ୍ଡା ମାତାଙ୍କୁ ନବରାତ୍ରର ଚତୁର୍ଥ ଦିନରେ ସକାଳୁ ଉଠି ଆସ୍ଥାନକୁ ସଫା କରି ଆସ୍ଥାନରେ ଲାଲ କପଡ଼ା ଦେଇ ଫୁଲ ଫଳ ଧୂପ ଦୀପ ଫଳମୂଳ ଆଦି ଅର୍ପଣ କରି ମାତାଙ୍କୁ ପ୍ରସନ୍ନ କରନ୍ତୁ। ମାତାକୁ ଆରତି କରନ୍ତୁ। ମାତାଙ୍କର ଗୀତା ପାଠ କରନ୍ତୁ। ମାତାଙ୍କର ସପ୍ତଶତୀ ପାଠ କରନ୍ତୁ। ଆଉ ମାତାଙ୍କର ଶ୍ରଦ୍ଧା ଭକ୍ତି ସହିତ ପୂଜା କରନ୍ତୁ। ଆଉ ମାତାଙ୍କର ଆଶୀର୍ବାଦ ପାଆନ୍ତୁ। ମାତା ଦୟାମୟୀ। ମାତାଙ୍କୁ ଶ୍ରଦ୍ଧା ଭକ୍ତି ଭାବରେ ପୂଜା କଲେ ମାତା ନିଶ୍ଚୟ ଆଶୀର୍ବାଦ ଦେଇଥାନ୍ତି। କୌଣସି ନା କୌଣସି ରୂପରେ ନିଷ୍ଠା ସହିତ ଯଦି ପୂଜା କରିବେ, ମାତା ନିଶ୍ଚୟ ଭକ୍ତଙ୍କ ଡାକ ଶୁଣିବେ। କୌଣସି ନା କୌଣସି ରୂପରେ ଆସିବେ ନିଶ୍ଚୟ। ଯଦି ଆଜିର ମାତା ଦୁର୍ଗାଙ୍କର ଚତୁର୍ଥ ଅବତାର ମାତା କୁଷ୍ମାଣ୍ଡାଙ୍କର ବିଷୟରେ ଆପଣମାନଙ୍କୁ ଯଦି ପସନ୍ଦ ଆସିଲା, ତାହେଲେ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ।
କାହିଁକି ନା ଏହିପରି ଭିଡ଼ିଓ ସବୁ ଆପଣମାନଙ୍କ ପାଖକୁ ପହଞ୍ଚି ପାରିବ। ତାହେଲେ ରହୁଛି ମାତା କୁଷ୍ମାଣ୍ଡାଙ୍କର ଆଶୀର୍ବାଦ ସମସ୍ତଙ୍କ ଉପରେ ଥାଉ। ଜୟ ମାତା କି।